ଆପଣ ଆମର ଯୋଉ ଆକ୍ରମଣ କରିଥିଲେ ଟେରରିଷ୍ଟ ମାନେ ତାକେ ଟେରରିଷ୍ଟ ମାନେ ଯୋଉ ଆଟାକ୍ କରିଥିଲେ ବହୁତ ସିଭିଲିଆନ ମାନେ ବୋଧେ ଡେଥ୍ ହେଇଥିଲେ। ଓଡ଼ିଶାରୁ ମଧ୍ୟ ଜଣେ ଡେଥ୍ ହେଇଥିଲା। ତାକୁ ଆମର ସରକାର କେନ୍ଦ୍ରରେ ଥିବା ସରକାର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲିଡରସିପରେ ତାଙ୍କର ମଧ୍ୟ ଆମର ରାଜନାଥ ସିଂ ଅଛନ୍ତି ଯେ ଡିଫେନ୍ସ ମିନିଷ୍ଟର, ତାଙ୍କ ନେତୃତ୍ୱରେ ମଧ୍ୟ ଆମର ଆର୍ମି ମାନେ ଇଣ୍ଡିଆନ ଫୋର୍ସ ମାନେ ମଧ୍ୟ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲେ, ଅପରେସନ ସିନ୍ଦୁର ଅପରେସନ କରିଥିଲେ, ଯାହାକି ଯୋଉ ଟେରୋରିଷ୍ଟ ମାନେ ଇନଭଲଭମେଣ୍ଟ ଥିଲେ ତାଙ୍କ ଉପରେ ମଧ୍ୟ ରିଭେଞ୍ଜ ନେଇଥିଲେ। ସେଇ ଅପରେସନ ସହିତ ଉଚିତ ଜବାବ ମଧ୍ୟ ଦେଇଛି ଆମର କେନ୍ଦ୍ର ସରକାର, ଯାହାକି ଆମର ଇଣ୍ଡିଆନ ଫୋର୍ସ ମାନେ ଯାହାକି ତାଙ୍କୁ ଆମର ଜଷ୍ଟିସ ମିଳିଛି। ଯୋଉ ସିଭିଲିଆନ ମାନେ ଡେଥ୍ ହେଲେ ତାଙ୍କୁ ଜଷ୍ଟିସ ମିଳିଛି, ଯାହାକି ଉଚିତ ଜବାବ ଦିଆଯାଇଛି, ଯାହାକି ପାକିସ୍ତାନ ଗୋଟେ ଲେସନ ପାଇଛି ଯେ ଟେରୋରିଜିମ ଫ୍ୟୁଚର ଆଉ ବଢେଇବନି। ଆପଣ ଜାଣିଥିବେ ଆମର ୱାର୍ଲଡରେ ମଧ୍ୟ ମାନେ ଆମେରିକା ଉପରେ ମଧ୍ୟ ଆକ୍ରମଣ କରିଥିଲେ। ଲାଡେନ ଥିଲେ ତାପରେ ମଧ୍ୟ ଆକ୍ରମଣ କରିଥିଲେ। ଆମେରିକା ମଧ୍ୟ ଲାଡେନକୁ ନିହତ କରିଥିଲେ, ତାକୁ କିଲ୍ କରିଥିଲା। ତା ସହିତ ମଧ୍ୟ ତାକୁ ଟେରୋରିଜିମ ମାନେ ପାକିସ୍ତାନ ହଉଛି ଗୋଟିଏ ଟେରୋରିଷ୍ଟକୁ ବଢେଇବା ପାଇଁ ଗନ୍ଥାଘର। ସିଏ ନିଶ୍ଚୟ ତାଙ୍କୁ ସିଲ୍ଡ ଦଉଛି, ସେଫ୍ଟି ପ୍ରୋଟେକ୍ସନ ଦଉଛି, ଯାହାକି ସିଧାସଳଖ ସେ ଯୁଦ୍ଧ କରିପାରୁନି ଇଣ୍ଡିଆ ସହିତ। ସେ ଟେରୋରିଷ୍ଟ ମାଧ୍ୟମରେ ସେ ଚାହୁଁଛି ଆକ୍ରମଣ କରିବାକୁ, ଇଣ୍ଡିଆକୁ ଆଟାକ୍ କରିବାକୁ। ସେଥିପାଇଁ ସେ ବିଭିନ୍ନ ଢାଞ୍ଚାରେ ସେ କରୁଛନ୍ତି। ଆଉ ଏଥିରିକା ସ୍ପେସିଫିକ ହିନ୍ଦୁ ପଚାରିକି ଯୋଉ ଆକ୍ରମଣ କରୁଥିଲେ, ଯାହାକି ଆମର ସମସ୍ତେ ସର୍ବଦଳୀୟ ସବୁ ଦଳର ମାନେ ସମସ୍ତେ ମିଶିକିନି ଏଇଟାକୁ ମଧ୍ୟ ସେମାନେ ଆୱାର ମାନେ ମେସେଜ ଦେଇଥିଲେ ଯେ ଆମର ପ୍ରାଇମ ମିନିଷ୍ଟରକୁ ଯେ ଉଚିତ ଜବାବ ଦିଆଯାଉ ଯେ ପାକିସ୍ତାନ, ଆଉ ଆମ ସରକାର ମଧ୍ୟ ଉଚିତ ଜବାବ ଦିଆଯାଉ। ଆପଣ ଦେଖନ୍ତୁ ଆମର ସରକାର ଆସିଲା ଭିତରେ ଆମର ଟେରୋରିଷ୍ଟ ମାନେ ହେଲେ ମୋଷ୍ଟଲି ପାକିସ୍ତାନୀ। ସେମାନେ ଇଣ୍ଡିଆନକୁ ଆକ୍ରମଣ କରନ୍ତି ହିନ୍ଦୁକୁ ନେଇକି, କାହିଁକି ହିନ୍ଦୁ ମାନେ ୱାର୍ଲଡରେ କୁ ଆହୁରି ଡେମୋଲାଇଜ କରିବା ପାଇଁ ସେ ଗୋଟେ ପ୍ରୟାସ କରୁଛନ୍ତି। ତାଙ୍କର ଇଣ୍ଟେନସନ ହେଲା କଣ, ହିନ୍ଦୁ ଉପରେ ଆଟାକ। ସେମାନେ ଏଇ ଯୋଉ ରିଲିଜିୟସ ଉପରେ ନେଇକିନି ଆଟାକ କରୁଛନ୍ତି। ପାକିସ୍ତାନ ଇଣ୍ଟେନସନ ହଉଛି ସେଇଟା ଯେ ଇଣ୍ଡିଆ ଉପରେ ହିନ୍ଦୁକୁ କିଲ୍ କରିବା ପାଇଁ। ସେଥିପାଇଁ ଆମର ବି ଆମ ସରକାର ବି ତାହାର ଉଚିତ ଜବାବ ଦେଇଛନ୍ତି ଯେ କି ଏହାକୁ ରିପିଟ କିପରି ନହବ। ଆମର ସରକାର ସେ ରିଲିଜିୟନ ବିଷୟ ଉପରେ ନ ଯାଇ ଯେ ପାକିସ୍ତାନ ଯୋଉ ଇଣ୍ଡିଆକୁ ଆକ୍ରମଣ କରିଛନ୍ତି, ସେ ଯୋଉ ଟେରୋରିଜିମ ମାଧ୍ୟମରେ କରାଉଛି ସେ ଉଚିତ। ଆପଣ ଦେଖନ୍ତୁ ଜାମ୍ମୁ କାଶ୍ମୀରରେ ଯୋଉ ମଧ୍ୟ 307 ଯୋଉ ଉଠିଲା ଆଧାର ବଳରେ କୌଣସି ରିଲିଜିୟସ ବିଷୟରେ ହେଲା ନାହିଁ, ସେ ସର୍ବଦଳୀୟ ନେଇକିନି କାମ କରିଥିଲେ। ଆମ ସରକାର ସେ ରିଲିଜିୟସ ଭିତରେ ଯାଉନି, ଯୋଉ ଟେରୋରିଜିମ ଯୋଉ ପ୍ରୟାସ କରୁଛି, ଡିଭିଜନ କରୁଛି, ତାକୁ ଉଚିତ ଜବାବ ଦେଲେ ଆମ ସରକାର।